सर स्कूल तो भी खोली गलानी पिला मन तो विद्यालय को गलेनी आउ तो हाथ रे समय नाही सरकार कौन करिवे सेति सरकार कहले जो बही गुडा को पिला को दिया जाउची ताको शिक्षक माने करेक्शन करिकी पिला को पढेइबे ए सब ଶୁଣନ୍ତୁ घटना को शिक्षक माने केमती दृष्टि देखुचंदी ଶୁଣନ୍ତୁ ମାନେ ମାର ମାରେ ଯୋଉ ଭଣ୍ଡାରିଆ କୁମାର ଭଳି ସବୁ ଦୋଷ ଯଦି ଶିକ୍ଷକ ମାନଙ୍କ ଉପରେ ଲଦି ଦେବେ ଏକରେ ପ୍ରଥମ କଥା ହଉଛି ଶିକ୍ଷକ ମାନେ କମ ଅଛନ୍ତି ମାନେ ଯାହା ସରକାରୀ ରିପୋର୍ଟ କହୁଛି 70,000 ରୁ ଉର୍ଦ୍ଧ୍ୱ ଶିକ୍ଷକ ଖାଲି ଅଛି କିନ୍ତୁ ଆମ ରିପୋର୍ଟ କହୁଛି 1 ଲକ୍ଷରୁ ଉର୍ଦ୍ଧ୍ୱ ଶିକ୍ଷକ ପଦବୀ ଖାଲି ଅଛି ଓଡ଼ିଶାରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏବେ ଲକ୍ଷ ଶିକ୍ଷକ ଖାଲି ପଡିଛି ଏବଂ ଆଉ ଯୋଉ ଶିକ୍ଷକ ମାନେ ରହିଲେ ସେମାନଙ୍କୁ ଅଣଶିକ୍ଷା କାର୍ଯ୍ୟ ଦିଆହଉଛି ମାନେ 50 ଟାରୁ ଉର୍ଦ୍ଧ୍ୱ ଅଣଶିକ୍ଷା କାର୍ଯ୍ୟ ଦିଆହଉଛି ସେମାନେ ଶିକ୍ଷାଦାନ କରିବାକୁ ସମୟ ପାଉନାହାନ୍ତି ତେଣୁ ଏବେ ଆସି ଯଦି ଶିକ୍ଷକ ମାନେ ଅଦର ଆକ୍ଟିଭିଟିଜ ରେ ରହିବେ ତାଙ୍କ ପାଇଁ ଆଉ ଗୋଟେ ଆକ୍ଟିଭିଟିଜ ବଢି ଗଲା ବର୍ତ୍ତମାନ ସେମାନେ ଖୋଜି ଖୋଜିକି କରେକ୍ସନ ବାହାର କରିବେ ଗୋଟେ ପରେ ଗୋଟେ ଭୁଲ ବାହାର କରିବେ ପିଲାଙ୍କ ବହିରେ ରାଉଣ୍ଡ ମାରିବେ ପିଲାଙ୍କୁ ଜଣେଇବେ ଯେ ଏଇ ଜିନିଷ ଏଟା ନୁହଁ କିନ୍ତୁ ଭୁଲ ଜିନିଷଟା ତ ବହିରେ ରହିଲା ନା ସାର୍ ନୁହଁ କି ଦ୍ୱିତୀୟ କଥା ହଉଛି କେମିତି ଶିକ୍ଷକ ମାନେ ତାକୁ କରେକ୍ସନ କରିବେ କେମିତି କରେକ୍ସନ କରିବେ ଶିକ୍ଷାଦାନ କରିବା ପାଇଁ ତ ଶିକ୍ଷକ ନାହାନ୍ତି ତାକୁ ସଂଶୋଧନ କରିବା ପାଇଁ ଶିକ୍ଷକ କୋଉଠୁ ଆସିବେ ସରକାର ତ ଶିକ୍ଷକ ନିଯୁକ୍ତି କରୁନାହାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ କହୁଛନ୍ତି ଆମେ 3 ବର୍ଷରେ 45,000 ନିଯୁକ୍ତି ଦେବୁ କିନ୍ତୁ ଶିକ୍ଷକ ନିଯୁକ୍ତି ଦଉନାହାନ୍ତି ଯାହାଦ୍ୱାରା ଆଜି ପ୍ରତିବର୍ଷ ମଧ୍ୟ 5,000 ଶିକ୍ଷକ ପଦବୀ ଖାଲି ପଡୁଛି ସେମାନେ ରିଟାୟାର୍ଡ କରୁଛନ୍ତି ଅବସର ନେଉଛନ୍ତି ବର୍ତ୍ତମାନ ସିଧା ଶିକ୍ଷକ ପଦବୀ ପୂରଣ ହଉନି କେତେ ଜଣ ଲୋକ ଏଥିରେ ଆପଣ ଭାବୁଛନ୍ତି ଦାୟିତ୍ୱହୀନତା କାମ କରିଛନ୍ତି ଯୋଉମାନଙ୍କ ପାଇଁ ବହିରେ ଏତେ ଗୋଟେ ଭୁଲ ଅଛି କାରଣ ଏଠି ଗୋଟେ କଥା ଉଠୁଛି ଆପଣଙ୍କ କଥାରୁ ଯାହା ଜଣା ପଡୁଛି କାଉ ଖାଇଲା ଫଳ ବଗମୁଣ୍ଡରେ ଅଠା ଭଳିଆ ଅବସ୍ଥା ବର୍ତ୍ତମାନ ହେଇଛି କାରଣ ଯୋଉମାନେ ଅଛନ୍ତି ଯୋଉମାନଙ୍କ ଦାୟିତ୍ୱରେ ଅଛନ୍ତି ସେମାନେ ତାଙ୍କ ଦାୟିତ୍ୱ ନେଇନାହାନ୍ତି କିନ୍ତୁ ତାର ଫଳ ଶିକ୍ଷକ ମାନଙ୍କ ଉପରେ ବୋଳା ଯାଉଛି ଯୋଉଥିରେ ଶିକ୍ଷକ ମାନେ ବଳି ପଡିବେ ଏବେ ପିଲାମାନଙ୍କୁ ଶିକ୍ଷାଦାନ ଦେବେ କେତେବେଳେ ଆଉ ପିଲାମାନଙ୍କର ବହିକି କରେକ୍ସନ ଖୋଜିକି ତାକୁ ପିଲାମାନଙ୍କୁ ସଠିକ କଥା କହିବେ କେତେବେଳେ ସାର୍ କେତେ ଜଣଙ୍କର ଭୁଲ ଆପଣ ଏଇ ଯୋଉ ଏଥିରେ ଅଛି ବୋଲି ଆପଣ ଭାବୁଛନ୍ତି ଯୋଉମାନେ ଇଏ ବହି ଛାପିଆ ଦାୟିତ୍ୱରେ ଥିଲେ ସେମାନେ ସମସ୍ତେ ମାନେ ମତେ ଲାଗୁଛି 30 ରୁ 40 ଜଣ ଯୋଉ ବିଭିନ୍ନ ପ୍ରକାର କମିଟି ହେଇଥିଲା ସେ କମିଟିର ଦାୟିତ୍ୱରେ ସେମାନେ ଥିଲେ ସେଇମାନେ ଇଏ ତ୍ରୁଟି କରିଛନ୍ତି ଆମେ ସଂଗଠନ ତରଫରୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଗଠନ ତରଫରୁ ଆମେ ଦାବି କରୁଛୁ ଯୁଦ୍ଧକାଳୀନ ଭିତ୍ତିରେ ସଂଶୋଧିତ ବହି ବା ପାଠ୍ୟପୁସ୍ତକ ଛାପିକି ସରକାର ପଠାନ୍ତୁ ଆପଣ ଯଦି ତାକୁ ବିଚାର କରିବେ ସରକାରଙ୍କର ପୁଣି ଟଙ୍କା ଖର୍ଚ୍ଚ ହବ ଆମେ ବିକଳ ପ୍ରସ୍ତାବ ମଧ୍ୟ ଦଉଛୁ ଯୋଉମାନେ ଏଥିପାଇଁ ଦୋଷୀ ଯୋଉମାନେ ତ୍ରୁଟିପୂର୍ଣ୍ଣ ବହି ଛାପିଛନ୍ତି ସେଇମାନେ ସେ ଟଙ୍କା ଭରଣା କରିବେ ତାଙ୍କରି ଟଙ୍କା ଭରଣାରେ ଇଏ ବହି ଛପା ହବ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ମାସେ 1.5 ମାସ ଭିତରେ ପୁନର୍ବାର ସଂଶୋଧିତ ବହି ଛାତ୍ରଛାତ୍ରୀ ମାନଙ୍କ ପାଖକୁ ଆସିବ ଇଏ ହଉଛି ଆମର ଛପା ହେଇଛି ଆଉ କେତେ ଟଙ୍କା ଖର୍ଚ୍ଚ ହେଇଛି ସାର୍ 2,90,000 ବହି ଛପା ହେଇଛି ବର୍ତ୍ତମାନ ସୁଦ୍ଧା ଏବଂ ଏଥିପାଇଁ ଛାପିବା ପାଇଁ 50 କୋଟି ଟଙ୍କା ଖର୍ଚ୍ଚ ହେଇଛି କିନ୍ତୁ ଯଦି ଅନ୍ୟ ଖର୍ଚ୍ଚ ଗୁଡିକ ଦେଖିବେ ଇଏ 200 ରୁ 250 କୋଟି ଟଙ୍କା ଖର୍ଚ୍ଚ ହେଇଛି ଯୋଉମାନେ ସମୀକ୍ଷା କରିବାକୁ ଆସିଥିଲେ ବାହାର ରାଜ୍ୟରୁ ସେମାନେ ମଧ୍ୟ ଟଙ୍କା ନେଇଛନ୍ତି ସମ୍ପାଦନା ଯିଏ କରିଛନ୍ତି ସମ୍ପାଦକ ମଣ୍ଡଳୀ ସିଏ ମଧ୍ୟ ଟଙ୍କା ନେଇଛନ୍ତି ଏବଂ ସମୀକ୍ଷା ଆପଣ କହିଲେ ସମୀକ୍ଷା କରିବା ପାଇଁ ବାହାର ରାଜ୍ୟରୁ ଆସିବେ କେମିତି ବାହାର ରାଜ୍ୟର ଲୋକ ଆସିକି ସମୀକ୍ଷା କଲେ ତ ଓଡିଆ ବହି ଓଡିଆ ଭାଷାରେ ଲେଖା ହେଇଛି ଆମ ଓଡିଆ ଶିକ୍ଷକ ନାହାନ୍ତି ବାହାର ରାଜ୍ୟରୁ ଆସୁଛନ୍ତି ସମୀକ୍ଷା କରିବା ପାଇଁ ଆପଣଙ୍କର ସୂଚନା ପାଇଁ ଯେ ସରକାରଙ୍କର ପ୍ରିୟାପୀତି ତୋଷଣ ପାଇଁ ସରକାର ବାହାର ରାଜ୍ୟରୁ ଆଣିଥିଲେ ତାଙ୍କୁ ସମୀକ୍ଷା କରିବା ପାଇଁ ଆଉ ଗୋଟେ କଥା ମଧ୍ୟ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛି ଯୋଉମାନେ ଏ ବହି ତ୍ରୁଟିପୂର୍ଣ୍ଣ ବହି କରିଛନ୍ତି ସେମାନେ ସବୁ ଅନଭିଜ୍ଞ ଏବଂ ଘରୋଇ ବିଦ୍ୟାଳୟର ଶିକ୍ଷକ ମାନେ ଇଏ ବହିକି ତିଆରି କରିଛନ୍ତି ଏବଂ ଯୋଉ ବହି ତିଆରି କରିଛନ୍ତି ଖାଲି ତ୍ରୁଟି କରିନାହାନ୍ତି ସେ ମାନେ ଯୋଉ ମନ୍ଦିର ଜାଗାରେ କୋଣାର୍କ ମନ୍ଦିର ଜାଗାରେ ହମ୍ପି ମନ୍ଦିର ବିଧାନସଭା ଓଡିଶା ବିଧାନସଭା ଜାଗାରେ ସୌଧ କର୍ଣ୍ଣାଟକ ସୌଧ ଏବଂ
ଅନେକ ମଧ୍ୟ ତ୍ରୁଟି ଅଛି। ଆ ବାଦ ମଧ୍ୟ ତ୍ରୁଟି ହଉଛି ପାଠ୍ୟପୁସ୍ତକରେ ଅନ୍ଧବିଶ୍ୱାସ, କୁସଂସ୍କାର, ପୌରାଣିକ ପୁରାତନ କଥା ସେଥିରେ ଭର୍ତ୍ତି ହେଇକି ଅଛି। ଯେତେବେଳେ ସମୁଦାୟ ବିଶ୍ୱ ପୁରାତନ ପୌରାଣିକ କଥା ପାଠ୍ୟ ପୁସ୍ତକରେ ରହିବା ଉଚିତ ନୁହଁ କି? ପିଲାମାନେ ପୁରାତନ ପୌରାଣିକ କଥା ପୌରାଣିକଟା ହଉଛି ଇତିହାସ ନୁହେଁ, ସେଟା ପୁରାଣ। ତେଣୁ ଆଚ୍ଛା, ସେଥିପାଇଁ ପୁରାଣ ଥାଏ। ଇତିହାସରେ ସ୍ଥାନ ପାଇ ନାହିଁ। ଏବଂ ସରକାର ସେଠି ଦର୍ଶାଉଛନ୍ତି ଯେ ଆମର ଆଗ କାଳର ଶିକ୍ଷା ଭଲ ଥିଲା, ପୁରାତନ ଶିକ୍ଷା ଭଲ ଥିଲା। ଯଦି ଆପଣ କହିବେ ଯଦି ପୁରାତନ ଶିକ୍ଷା, ପୌରାଣିକ ଶିକ୍ଷା, ଆଗ କାଳର ଶିକ୍ଷା ଭଲ ଥିଲା, ତାହେଲେ ମୁଁ ଆପଣଙ୍କ ପାଖରେ ଯୁକ୍ତି ବାଢିପାରେ ତାହେଲେ କଣ ବିଧବା ପ୍ରଥା ଭଲ ଥିଲା? ବାଳିକା ଶିକ୍ଷା ଯୋଉଠି ବିରୋଧ କରୁଥିଲେ ଲୋକମାନେ, ସେ ଶିକ୍ଷା ଭଲ ଥିଲା? ବାଲ୍ୟ ବିବାହ ଏଟା ଶିକ୍ଷା ଭଲ ଥିଲା? ବଳି ପ୍ରଥା କଣ ଭଲ ଥିଲା? ସେତେବେଳେ ତ ଏଇଆ ଶିକ୍ଷା ହଉଥିଲା। ଏବଂ ଝିଅ ବୋହୂ ମାନେ ଘର କଣରେ ରହିବେ, ସେମାନଙ୍କୁ ପାଠ ପଢି ଦିଆଯିବନି, ତାଙ୍କୁ ସ୍ୱାଧୀନତା ଦିଆଯିବନି, ସେ ଶିକ୍ଷା କଣ ଭଲ ଥିଲା?